ଆମର ରାଜକୁମାର ପରିଡ଼ା ପ୍ରଥମେ ଆକ୍ରମଣ କଲା, ତାପରେ ବିଶ୍ୱଜିତ ସାହୁ ରକି ସେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଯେ କି ସୁବ୍ରତ ବିଶ୍ୱାଳ ଚିକୁ ତାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଡିରେକ୍ସନ ରେ ଏଇ ସବୁ ଆକ୍ରମଣ କରିଛନ୍ତି। ଆଉ ଖୁବ୍ ଅଣଛାତ୍ର ମାନେ ମଧ୍ୟ ପ୍ରବେଶ କରି ସେଠି ବାଡିଆ ବାଡି କରିଛନ୍ତି, ଯୋଉ ଦ୍ୱାରା କି ମୋର ଆଜି ଅବସ୍ଥା ହେଇଛି। ଆଉ ବାଣୀ ବିହାରରେ ଯୋଉ ଅଣଛାତ୍ର ମାନଙ୍କର ଏଇ ପ୍ରାଦୁର୍ଭାବ ଯୋଉ ରହିଛି, ମୁଁ ମୋର ପ୍ରଶାସନ ସହିତ ପୋଲିସ ଓ ଗଭର୍ଣ୍ଣମେଣ୍ଟ କୁ ମଧ୍ୟ ଅନୁରୋଧ କରୁଛି, ଯୋଉ ମାନେ ସ୍ଥିତି ତାଙ୍କ ପାଇଁ ଉପୁଜୁଛି ଆଉ ତାଙ୍କ ପାଇଁ ବାରମ୍ବାର ଡିମାଣ୍ଡ କରାଯାଉଛି କି ସେମାନଙ୍କୁ ବାହାର କରାଯାଉ, ପ୍ରଶାସନ ସେ ବିଷୟରେ ଜମା ସଜାଗ ହଉନି, ନା କି ସରକାର ସଜାଗ ହଉଛନ୍ତି। ସମସ୍ତଙ୍କୁ ଅନୁରୋଧ, ଆଜି ମୋ ଭଳି ଗୋଟେ ପିଲା ଯଦି ଛାତ୍ର ଯିଏକି ସେଠି ପାଠ ପଢୁଛି, ଆଜି ତାଙ୍କ ସହିତ ଆଜି ଏମିତି ହେଇଛି, କାଲି ଆଉ କାହା ସହିତ ବି ହେଇପାରେ। ଆମର ପର୍ସନାଲ ଆଟାକ ଆମେ ଗୋଟେ ପ୍ରୋଗ୍ରାମ କରୁଥିଲୁ ରାକ୍ଷୀ ଫର ସୋଲଜର୍ସ, ସେ ପାଇଁ ସକାଳଠୁ ସେ ରାଜକୁମାର ପରିଡ଼ା ମତେ ଧମକେଇଥିଲା। ତାପରେ ବି ହିଷ୍ଟ୍ରି ଡିପାର୍ଟମେଣ୍ଟ ଆମେ ଯେତେବେଳେ ଯାଇଥିଲୁ ସୋଲଜର୍ସ ମାନଙ୍କ ପାଇଁ ରାକ୍ଷୀ କଲେକ୍ଟ କରିବା ପାଇଁ, ବିଜ୍ଞାନ ବୋଲି ଗୋଟେ ପିଲା ସେ ବି ମତେ ସେଠି ଧମକେଇଥିଲା, ବାହାରେ ଆସିକି ମତେ ଆମର କଣ କରିଥିଲା କି ମତେ ମର୍ଡର କରିଦବ ବୋଲି ବି କହିଛି ଏମିତି। ତ ଏଇ ସବୁ ଜିନିଷକୁ ତାପରେ ପିଲାମାନେ ଆସିଲେ, ମୁଁ ଯେତେବେଳେ ରୁମ ରେ ନଥିଲି ସନ୍ଧ୍ୟାବେଳେ, ବହୁତ ଜଣ ରାଜକୁମାର ପରିଡ଼ା, ପ୍ରେମ ପ୍ରକାଶ କୌର ଆଉ 8-10 ଜଣ ଆସି ରୁମ ରେ ବାଡିଆ ବାଡି କରିଛନ୍ତି। ରୁମ ରେ ମତେ ମୁଁ ରୁମ ରେ ନଥିଲି ସେତେବେଳେ, ଅଲଗା ପିଲାମାନେ ଯୋଉ ଥିଲେ ତାଙ୍କୁ ପଚାରିଛନ୍ତି ମୁଁ କୋଉଠି ଅଛି, ଆସିଲେ ତାକୁ ମାରିଦେବୁ ବୋଲି ବି କହିକି ଯାଇଛନ୍ତି ମୋ ରୁମ ରେ। ଆଉ ଏମିତି ହେଲା ପରେ ମୁଁ ଯେତେବେଳେ ୟୁନିଭର୍ସିଟି ଫେରିଲି, ସେତେବେଳେ ରାଜକୁମାର ପରିଡ଼ା ମତେ ପ୍ରଥମେ ଆଟାକ କଲେ, ଯୋଉଠିକି ସେ ମତେ ଗୋଟେ ହେଭି ପଥରରେ ଆଟାକ କରିଛନ୍ତି ଆଉ ମୋ ମୁଣ୍ଡରେ ଗଭୀର ଆଘାତ ଆସିଛି। ତାପରେ ମଧ୍ୟ କିଛି ପିଲାମାନେ ଯେତେବେଳେ ମୁଁ ବସିଥିଲି, ସାହିଲ, ରକି, ସର୍ବେଶ୍ୱର, କୁନାଲ ଏଇ ସବୁ ପିଲାମାନେ ପର୍ଟିକୁଲାରଲି ମତେ ବହୁତ ଜୋର ଆଟାକ କଲେ। ଆଉ ମୁଁ ଯେତେବେଳେ ସେଠୁ ୟୁନିଭର୍ସିଟିରୁ ବାହାରିକି ଆସୁଥିଲି, ରକି ମତେ ଗୋଡାଇ ଗୋଡାଇ ମଧ୍ୟ ମତେ ମାରିବା ପାଇଁ ଚେଷ୍ଟା କରିଥିଲା। ତ ଅଣଛାତ୍ର ମାନେ ସମସ୍ତେ, କିଏ ପାସ୍ ଆଉଟ ହେଇଯାଇଛି, ସେ କୌଣସି ସଂଗଠନର ନୁହନ୍ତି। ମୁଁ ଏବିପି ର ଦାୟିତ୍ୱରେ ମଧ୍ୟ ଅଛି, ରାଜ୍ୟ ଦାୟିତ୍ୱରେ ମଧ୍ୟ ଅଛି, ତା ସହିତ ଏବିପି ସହିତ ମୋର 2021 ସମ୍ପର୍କ। ତ ତାଙ୍କୁ ଯେତେବେଳେ ଆମେ ଏବିପି ର କୌଣସି କାର୍ଯ୍ୟକ୍ରମ ହଉଛି, ସେ ଘୋର ବିରୋଧ କରିବା ସହିତ ନା ସେମାନେ ଏବିପି ସହିତ ସମ୍ପୃକ୍ତ ଅଛନ୍ତି, କିନ୍ତୁ ଏବିପି ନା କହି ସେମାନେ ବହୁତ କିଛି ଜିନିଷ ୟୁନିଭର୍ସିଟିରେ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ଗୋଟେ ଡରର ମାହୋଲ ରଖି ସେ ଏସବୁ ଜିନିଷ କରିବାକୁ ଚାହୁଁଛନ୍ତି। ନମସ୍କାର, ମୁଁ ଚନ୍ଦନ ମହାପାତ୍ର। ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ଲର ଛାତ୍ର ଅଟେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅସାମାଜିକ ତତ୍ତ୍ୱ ବଢୁଥିବା ବେଳେ ଆଜି ଛାତ୍ରଛାତ୍ରୀ ମାନେ ଭିସିଙ୍କ ପାଖରେ ଯାଇ ଏକ ଲିଖିତ ଅଭିଯୋଗ ଦେଇଥିଲେ, ରେଜିଷ୍ଟ୍ରାରଙ୍କୁ ମଧ୍ୟ ଦେଇଛନ୍ତି ଲିଖିତ ଅଭିଯୋଗ। ଏଇ ଜିନିଷକୁ ଆକ୍ରୋଶ କରି ଯୋଉ ଅସାମାଜିକ ତତ୍ତ୍ୱ ମାନେ ଆସୁଛନ୍ତି, ଯୋଉ ଅଣଛାତ୍ର ମାନେ ପଶୁଛନ୍ତି, ସେମାନେ ଆଜି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ହେମନ୍ତ ହାସଦା ଏବଂ ରାଜକୁମାର ପରିଡ଼ାଙ୍କୁ ଗଣବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରି ପକେଇଛନ୍ତି। ଆମେ ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଯୋଉ 2 ଜଣ ଆହତ ହେଇଛନ୍ତି ତାଙ୍କର ସୁରକ୍ଷାକୁ ନେଇ ଆମେ ଆଜି ଥାନାରେ ଲିଖିତ ଅଭିଯୋଗ ଦେବା ସହ ଥାନାର ଦ୍ୱାରସ୍ଥ ହୋଇଛୁ। ଅଭିଯୋଗ ତ ଆରୋପ ପ୍ରତ୍ୟାରୋପ ଚାଲିବ, ଯେତେବେଳେ ଅନୁସନ୍ଧାନ ହବ ତାର ସତ୍ୟାସତ୍ୟ ଆଗକୁ ଆସିବ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।